ଶ୍ରୀକୃଷ୍ଣଙ୍କ ଉପଦେଶ ସଂସାରରେ ରୁହ କିନ୍ତୁ ସଂସାରୀ ହୁଅ ନାହିଁ। ହେ ପାର୍ଥ, ହେ ଶିଷ୍ୟ, ଏହି ସମାଜର ଏକ ରଣକ୍ଷେତ୍ର। ଏଠାରେ ପ୍ରତିଦିନ ତୁମକୁ ନିଜର ଭାବନା, ନିଜର ଆତ୍ମୀୟ ଏବଂ ପରିସ୍ଥିତି ସହ ଲଢ଼ିବାକୁ ପଡ଼ିବ। ସମାଜରେ ଖାପ ଖୁଆଇ ଚଳିବାର ଅର୍ଥ ନୁହେଁ ଯେ ତୁମେ ଅଧର୍ମ ସହ ବୁଝାମଣା କରିବ। ଖାପ ଖୁଆଇ ଚଳିବାର ଅର୍ଥ ହେଉଛି ପଦ୍ମପତ୍ରରେ ପାଣି ଭଳି ରହିବା। ପାଣିରେ ରହି ମଧ୍ୟ ପଦ୍ମପତ୍ର ଯେପରି ଓଦା ହୁଏ ନାହିଁ, ତୁମେ ସେହିପରି ସମସ୍ତଙ୍କ ସହ ରହି ମଧ୍ୟ ନିଜ ଭିତରର ଶାନ୍ତି ଓ ସ୍ୱାଭିମାନକୁ ହଜା ନାହିଁ। ନିନ୍ଦା ଓ ପ୍ରଶଂସାକୁ ସମାନ ଭାବେ ଗ୍ରହଣ କର। ଯେଉଁଦିନ ତୁମେ ଅନ୍ୟର କଥାରେ ପ୍ରଭାବିତ ହେବା ଛାଡ଼ିଦେବ, ସେଦିନ ତୁମେ ଏହି ସମାଜରେ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ଉଭା ହେବ। ଶ୍ରୀକୃଷ୍ଣ ଓ ବୁଢ଼ିଆଣୀର କାହାଣୀ। ଥରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ପ୍ରଭୁ, ଏହି ସମାଜରେ ବହୁତ ଜଟିଳତା। କେତେବେଳେ କେହି ଶତ୍ରୁ ତ କେତେବେଳେ କେହି ମିତ୍ର। ଏତେ ଛନ୍ଦାଛନ୍ଦି ଭିତରେ ମଣିଷ ନିଜକୁ କିପରି ରକ୍ଷା କରିବ ଏବଂ ଖାପ ଖୁଆଇ ଚଳିବ? ଶ୍ରୀକୃଷ୍ଣ ହସିଲେ ଏବଂ କାନ୍ଥରେ ଜାଲ ବୁଣୁଥିବା ଏକ ବୁଢ଼ିଆଣୀକୁ ଦେଖାଇ କହିଲେ, ହେ ଅର୍ଜୁନ, ଏହି ବୁଢ଼ିଆଣୀକୁ ଦେଖ। ସେ ନିଜ ଶରୀରରୁ ଲାଳ ବାହାର କରି ଏକ ଜଟିଳ ଜାଲ ବୁଣିଥାଏ। ସେହି ଜାଲରେ ଅନ୍ୟ ପତଙ୍ଗମାନେ ଛନ୍ଦି ହୋଇ ମୃତ୍ୟୁବରଣ କରନ୍ତି, କିନ୍ତୁ ବୁଢ଼ିଆଣୀ ସେହି ଜାଲ ଭିତରେ ବହୁତ ସହଜରେ ଚଳପ୍ରଚଳ କରେ। ତାକୁ ସେହି ଜାଲ ବାନ୍ଧିପାରେ ନାହିଁ। ଶ୍ରୀକୃଷ୍ଣ ବୁଝାଇଲେ, ଠିକ୍ ସେହିପରି ଏହି ସମାଜ ହେଉଛି ଏକ ଜାଲମାୟା। ଏଠାରେ ସମ୍ପର୍କ, ଈର୍ଷା, ଲୋଭ ଏବଂ ସ୍ୱାର୍ଥର ଜାଲ ବିଛା ହୋଇଛି। ଯିଏ ଅଜ୍ଞାନୀ ସେ ଏହି ଜାଲରେ ଛନ୍ଦି ହୋଇ କଷ୍ଟ ପାଏ, କିନ୍ତୁ ଯିଏ ଜ୍ଞାନୀ ସେ ଜାଣେ ଯେ ଏହା କେବଳ ଏକ ଖେଳ। ସେ ସମସ୍ତଙ୍କ ସହ ସମ୍ପର୍କ ରଖେ, କିନ୍ତୁ କାହା ସହ ମୋହରେ ବାନ୍ଧି ହୁଏ ନାହିଁ। ସେଥିପାଇଁ ସେ ସବୁ ପରିସ୍ଥିତିରେ ଖାପ ଖୁଆଇ ରହିପାରେ। ସମାଜରେ ବଞ୍ଚିବା ପାଇଁ ଶ୍ରୀକୃଷ୍ଣଙ୍କ ଫଟି ମନ୍ତ୍ର। 1. କର୍ମଣ୍ୟବାଧିକାରସ୍ତେ ମା ଫଳେଷୁ କଦାଚନ। ଲୋକେ କ'ଣ କହିବେ କିମ୍ବା ପରିଣାମ କ'ଣ ହେବ, ସେଥିରେ ଧ୍ୟାନ ନ ଦେଇ କେବଳ ନିଜର କର୍ତ୍ତବ୍ୟ କର। ଯେତେବେଳେ ତୁମେ ଫଳର ଆଶା ଛାଡ଼ିଦେବ, ସମାଜର ଚାପ ତୁମ ଉପରୁ ହଟିଯିବ। 2. ସ୍ଥିତପ୍ରଜ୍ଞ ହୁଅ। ଅପମାନରେ ଭାଙ୍ଗି ପଡ଼ ନାହିଁ କି ସମ୍ମାନରେ ଅହଙ୍କାରୀ ହୁଅ ନାହିଁ। ମନକୁ ସ୍ଥିର ରଖିଲେ ସବୁ ପ୍ରକାର ଲୋକଙ୍କ ସହ ଚଳିବା ସହଜ ହେବ। 3. ଆତ୍ମଜ୍ଞାନ। ନିଜର ଶକ୍ତିକୁ ଚିହ୍ନ। ତୁମେ କିଏ ଏବଂ ତୁମର କ୍ଷମତା କ'ଣ, ତାହା ଜାଣିଲେ ସମାଜ ତୁମକୁ କେବେ ବି ଭୟଭୀତ କରିପାରିବ ନାହିଁ। 4. ସମୟାନୁସାରେ ପରିବର୍ତ୍ତନ। ଶ୍ରୀକୃଷ୍ଣ ନିଜେ ଶାନ୍ତି ପାଇଁ ଦୂତ ସାଜିଥିଲେ ଏବଂ ଅଧର୍ମ ବିନାଶ ପାଇଁ ହାତରେ ଚକ୍ର ଧରିଥିଲେ। ସମାଜରେ ଖାପ ଖୁଆଇ ଚଳିବାକୁ ହେଲେ ଆବଶ୍ୟକ ସମୟରେ ନରମ ଏବଂ ଆବଶ୍ୟକ ସମୟରେ ଦୃଢ଼ ହେବାକୁ ପଡ଼ିବ। 5. ଅନାସକ୍ତ ଭାବ। ସମସ୍ତଙ୍କୁ ଭଲ ପାଅ, ସମସ୍ତଙ୍କ ସାହାଯ୍ୟ କର, କିନ୍ତୁ କାହାରିଠାରୁ କିଛି ଆଶା କର ନାହିଁ। ଆଶା ହିଁ ସମସ୍ତ କଷ୍ଟର କାରଣ। ଶେଷରେ ଶ୍ରୀକୃଷ୍ଣ କୁହନ୍ତି, ହେ ମାନବ, ତୁମେ ଏହି ଦୁନିଆକୁ ବଦଳାଇ ପାରିବ ନାହିଁ, କିନ୍ତୁ ନିଜର ଦୃଷ୍ଟିକୋଣକୁ ବଦଳାଇ ପାରିବ। ଯେତେବେଳେ ତୁମେ ଭିତରୁ ବଦଳିଯିବ, ସମଗ୍ର ସମାଜ ତୁମକୁ ନିଜ ଅନୁକୂଳ ମନେହେବ। ଜୟ ଶ୍ରୀକୃଷ୍ଣ।